କାଳାଂଶକୁ ସ୍ୱାଗତ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ହସ ଖୁସି ବହିର ପାଠ 2 କହିଲ ଦେଖି ପାଠଟିକୁ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମର এই ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଆସନ୍ତୁ এই ପାଠଟି ଆଲୋଚନା କରିବା। ପାଠର ନାଁ କହିଲ ଦେଖି। କିଚିରି ମିଚିରି ଶବଦ କରେ, ଘରେ ଘରେ ନୀଳ ରଚନା କରେ, କହିକି ପାରିବ ତା ନାମ ପିଲେ। ପିଲାମାନେ, ଆମ ଘରେ କିଚିରି ମିଚିରି ଶବ୍ଦ କରୁଥିବା ଏକ ପକ୍ଷୀ, ଆଉ ପ୍ରତି ଘରେ ନୀଳ ରଚନା କରେ ମାନେ ବସା ବାନ୍ଧିଥାଏ। ସିଏ ହେଉଛି ଘର ଚଟିଆ। ଘର ଜଗୁଥାଏ ଦୁଆରେ ବସି, ସେ ଥିଲେ ଘରେ କେ ପାରେ ନା ପଶି। ଅଜଣା ଲୋକକୁ ଦିଖଇ ଯେବେ, ତଡ଼ି ନିଏ କିଏ କୁହ ତ ଏବେ। ମାନେ ଘର ଜଗୁଥାଏ, ସେ କାହାକୁ ପଶିବାକୁ ଦିଏ ନାହିଁ। ଅଜଣା ଲୋକକୁ ଯେତେବେଳେ ଦେଖେ ତାକୁ ତଡ଼ି ନିଏ, ସିଏ ହେଉଛି କୁକୁର। କା କା କରି ସିଏ ରାବଇ, ନିଦରୁ ଆମକୁ ଦିଏ ଉଠାଇ, କିଏ ସେ କହିବ ତା ନାମ ଭାଇ। କାଉ, କିଏ ଆମକୁ ନିଦରୁ ଉଠାଇ ଦିଏ? କାଉ ଆମକୁ ନିଦରୁ ଉଠାଇ ଦିଏ। ଆଉ କାଉ କା କା କରି ରାବୁଥାଏ। ଅମୃତ ସମାନ କ୍ଷୀରଟି ତାର, ଖାଇବାକୁ ସର ଅତି ମଧୁର, କ୍ଷୀର ଦେଇ ସିଏ ପାଳେ ଆମକୁ, କିଏ ସେ କହିବ ତାର ନାମକୁ। ଗାଈ ଆମକୁ କ୍ଷୀର ଦିଏ, ତାର କ୍ଷୀର ଅମୃତ ସମାନ, ଆମକୁ କ୍ଷୀର ଦିଏ, ଆମେ ତାକୁ ପାଳୁ ଏବଂ ଆମକୁ ସିଏ କ୍ଷୀର ଦିଏ, ସିଏ ହେଉଛି ଗାଈ। ଶାଗୁଆ ଅଟଇ ଦେହଟି ତାର, ନାଲି ଥଣ୍ଟ ତାର କି ମନୋହର, କହିକି ପାରିବ ନାମ ତାହାର। କାର ଦେହଟି ସବୁଜ ଶାଗୁଆ, ତାର ଥଣ୍ଟ ନାଲି। ଶୁଆ କୁହୁ କୁହୁ ରାବେ ବଡ଼ ସରାଗେ, ଉଡ଼ି ବୁଲୁଥାଏ ଆମରି ଆଗେ, କଳା ଦେହ ସିନା ସୁର ମଧୁର, କହିକି ପାରିବ ନାମ ତାହାର। କୁହୁ କୁହୁ କିଏ ରାବୁଥାଏ? କୋଇଲି। କୋଇଲି ଅତି ସ୍ନେହରେ, ଶ୍ରଦ୍ଧାରେ, ସରାଗରେ, ଆନନ୍ଦରେ ବୁଲୁଥାଏ, ଆମରି ଆଗରେ ବୁଲୁଥାଏ। କଳା ଦେହ ତାର, ଆଉ ସ୍ୱର ହେଉଛି ମଧୁର। ତେବେ ପିଲାମାନେ, ଏଇ ପାଠର ଅଭ୍ୟାସ ପ୍ରଶ୍ନକୁ ଆମେ ଆଲୋଚନା କରିବା। ଚିତ୍ର ଦେଖି ବର୍ତ୍ତମାନ ଅଭ୍ୟାସ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଚିତ୍ର ଦେଖି ପକ୍ଷୀମାନଙ୍କର ନାମ କୁହ। ଏଠାରେ ଚିତ୍ର ଦେଖୁଛ, ଏ ଚିତ୍ର କାହାର? ଇଏ ହେଉଛି ପେଚାର ଚିତ୍ର। ପେଚା। ଏଇଟା କାହାର ଚିତ୍ର? ଏଇଟା ମୟୂରର ଚିତ୍ର। ମୟୂର। ଏଇଟା କାହାର ଚିତ୍ର? କୁକୁଡ଼ାର ଚିତ୍ର। ଏଇଟା ହେଉଛି କୁକୁଡ଼ାର ଚିତ୍ର। ଏଇଟା ଗଞ୍ଜା। ଗଞ୍ଜାର ଚିତ୍ର। ଏଇଟା ଶୁଆ। ଶୁଆର ଚିତ୍ର। ଏଠି କାଉର ଚିତ୍ର। ଏଇଟା କାହାର ଚିତ୍ର? ଏଇଟା ଚିଲର ଚିତ୍ର। ଚିଲ। ଏଇଟା ଶାଗୁଣାର ଚିତ୍ର। ଶାଗୁଣା, ଆମେ ଲେଖିବା ଶାଗୁଣା। ଏଇଠି ପାରାର ଚିତ୍ର। ପାରା ଲେଖିବା। ଏଇଟା ହଂସର ଚିତ୍ର। ହଂସ। ବତକ। ବତକ, ଇଏ ବତକର ଚିତ୍ର। ଏଇଟା ହଂସର ଚିତ୍ର। ହଂସ। ହଂସର ଚିତ୍ର। ଏଇଟା ବତକ, ଇଏ ହେଉଛି ହଂସ। ବତକ, ହଂସ। ଦୁଇ ନମ୍ବର, ଚିତ୍ର ଦେଖି କାହାର ମୁହଁ କୁହ। ଏଇଟା କାଉ। ଇଏ କୁକୁଡ଼ା। କୁକୁଡ଼ା। ଏଇଟା ବତକ। ଏଇଟା ବାଘର ଚିତ୍ର। ବାଘ। ଛେଳି। ବର୍ତ୍ତମାନ 3 ନମ୍ବର ପ୍ରଶ୍ନ। 3 ନମ୍ବର, ଗାର ଟାଣି ଚିତ୍ର ସହ ଯୋଡ଼। ଏଠି ହଂସ। ହଂସ ସହିତ ଲେଖା
ଥିବା ଜାଗାରେ ଆମେ ଗାର ଟାଣିବା। ଏଠି ମୟୂର ଛବି ସହିତ ଆମେ ଗାର ଟାଣିବା। ମୟୂର ଏଠି ଭାଲୁ ସହିତ ଆମେ ଯୋଡ଼ିବା। ଭାଲୁ କାଉ ସହିତ ଆମେ ଯୋଡ଼ିବା। କାଉ ବାଘ ସହିତ ଆମେ ଯୋଡ଼ିବା। ପାରା ସହିତ ଯୋଡ଼ିବା। ଏଇଟା ପେଚା ସହିତ ଯୋଡ଼ିବା। 4 ନମ୍ବର କୁହ ଓ ଲେଖ। କେଉଁ ପକ୍ଷୀର ରଙ୍ଗ କଳା? ଉତ୍ତର ହେବ କାଉ, କୋଇଲି, କଜଳପାତି। କେଉଁ ପକ୍ଷୀର ରଙ୍ଗ ଧଳା? ବଗ, ହଂସର ରଙ୍ଗ ଧଳା। 5 କିଏ କେତେ ଉପରକୁ ଉଡ଼ିପାରିବ? ତଳେ ଥିବା ଜାଗାରେ ଲେଖ। ଏଠି ଦିଆହେଇଛି ଠିକ୍ ଚିହ୍ନ ଦେବ। ଏଠି ଲେଖା ହେଇଛି ବରଗଛ, ଚାଳ ଗଛ, ତାଳ ଗଛ। ମାନେ କାଉ କେତେ ଉପରକୁ ଉଡ଼ିପାରିବ? କାଉ ତାଳ ଗଛ ଯାଏଁ ଉଡ଼ିପାରିବ। ତେଣୁ ତାଳ ଗଛରେ ଆମେ ଠିକ୍ ଚିହ୍ନ ଦେବା। କୁକୁଡ଼ା, ବାଡ଼, ପିଜୁଳି ଗଛ, ଖଜୁରୀ ଗଛ କେଉଁ ପର୍ଯ୍ୟନ୍ତ ଉଡ଼ିପାରିବ? ବାଡ଼ ପର୍ଯ୍ୟନ୍ତ ଉଡ଼ିପାରିବ। ତେଣୁ ବାଡ଼ରେ ଆମେ ଠିକ୍ ଚିହ୍ନ ଦେବା। ଏଠି ବଗ, ବିଜୁଳି ତାର, ସଜନା ଗଛ, ମେଘ ପାଖକୁ କେଉଁଠିକି ଯାଇପାରିବ? ବଗ ମେଘ ପାଖକୁ ଯାଇପାରିବ। ତେଣୁ ମେଘ ପାଖରେ ଆମେ ଠିକ୍ ଚିହ୍ନଟି ଦେବା। 6 ନମ୍ବର ପାଠରେ କ ଅକ୍ଷର ବ୍ୟବହାର ହୋଇଥିବା ଶବ୍ଦ ତଳେ ଗାର ଦିଅ। ଶବ୍ଦଟି ଲେଖ। ଯଥା କିଚିରି। ପାଠରେ କ ଅକ୍ଷର ବ୍ୟବହାର ହୋଇଥିବା ଶବ୍ଦ ତଳେ ଗାର ଦିଅ। ଶବ୍ଦଟି ଲେଖ। କ ଅକ୍ଷର ବ୍ୟବହାର ହୋଇଥିବା ଶବ୍ଦ ତଳେ ଗାର ଦେବ। କିଚିରି। ସେମିତି ଆଉ କ'ଣ କେଉଁ ସ୍ଥାନରେ ଏଇଠି ତାକୁ ଆମେ ଏଠି ଲେଖିବା। ପିଲାମାନେ ଏଇ ପାଠଟିକୁ ଆମେ ଦେଖିବା। କ ଅକ୍ଷର ଯେଉଁଠି ଅଛି ତାକୁ ଆମେ ଗାର ଦେବା। ଏଠି କୁକୁଡ଼ା ଦେଇପାରିବା ଆମେ। ସେମିତି ଆଉ କିଏ ଆମେ ଗାର ଦେବା। ତାପରେ କହିରେ ଆମେ ଗାର ଦେବା। ଏ ପାଠ ଦେଖିବ। ଦେଖି କେଉଁଠି କ ଅକ୍ଷର ଅଛି ତା ତଳେ ଆମେ ଗାର ଦେବା। କଳା ଗାର ଦେବା। କଳା ପାଖରେ ଦେବା। ତାପରେ କହି ପାଖରେ ମଧ୍ୟ ଆମେ ଗାର ଦେଇପାରିବା। ଏଇଭଳି ଆମେ ପ୍ରଶ୍ନର ଉତ୍ତରକୁ ଆମେ ଲେଖିବା। ତାପରେ ପିଲାମାନେ ଏଠି 7 ନମ୍ବର କିଏ କେମିତି ରାବେ ଲେଖ। କିଚିରି ମିଚିରି କିଏ ରାବେ? ଘର ଚଟିଆ କିଚିରି ମିଚିରି ରାବିଥାଏ। କା କରି କିଏ ରାବିଥାଏ? କା କରି କାଉ ରାବିଥାଏ। କୁହୁ କିଏ ରାବେ? କୁହୁ କୋଇଲି ରାବେ। ଘୁମୁ କିଏ ରାବେ? ଘୁମୁ ପାରା ରାବେ। 8 ନମ୍ବର ତୁମର କେତେଜଣ ସାଙ୍ଗଙ୍କ ନାମ ଗୋଲ ଭିତରେ ଲେଖାଯାଇଛି। ସେମାନଙ୍କ ନାମର ପ୍ରଥମ ଅକ୍ଷର କେଉଁ ପଶୁପକ୍ଷୀଙ୍କ ନାମରେ ଅଛି? ତାହାକୁ ଗାର ଦେଇ ଛବି। ଦେଖ, ତୁମର କେତେଜଣ ସାଙ୍ଗଙ୍କ ନାମ ଗୋଲ ଭିତରେ ଲେଖାଯାଇଛି। ସେମାନଙ୍କ ନାମର ପ୍ରଥମ ଅକ୍ଷର କେଉଁ ପଶୁପକ୍ଷୀଙ୍କ ନାମରେ ଅଛି? ତାହାକୁ ଗାର ଦେବ। ଛବି ମାନେ 6 ଅକ୍ଷର। ତେଣୁ ଛବି ଛେଳି ସହିତ ଆମେ କରିପାରିବା। ସେମିତି ଘନ ଘୋଡ଼ା ସହିତ। କୁନା କୁକୁର ସହିତ ଆମେ ପ୍ରଥମ ଅକ୍ଷର। ଗଉରୀ ଗଜ ହାତୀ। ହରି ତାପରେ କମଳ କ ଅକ୍ଷର କୁକୁଡ଼ା କମଳ। ମଦନ ମ ଅକ୍ଷର କେଉଁଠି ଅଛି?
ମଇଁଷି ନାହିଁ। 9 ନମ୍ବର, ତୁମ ଚାରିପାଖେ ଥିବା ପକ୍ଷୀମାନଙ୍କୁ ଦେଖ। ବହିରେ ଦେଇଥିବା ଗୀତ ଭଳି ତୁମ ପଶୁପକ୍ଷୀଙ୍କୁ ନେଇ ଗୀତ ସଂଗ୍ରହ କର। 10 ନମ୍ବର, ଏହି ଚିତ୍ରରେ କୋଇଲି କିଏ ତା ଚାରିପଟେ ଗୋଲ ବୁଲାଅ। କୋଇଲି କିଏ? ଏ ଭିତରେ କୋଇଲି ହେଉଛି ଏଇ ଛବି, ତାକୁ ଆମେ ଏଠି ଗୋଲ ବୁଲାଇବା। କୋଇଲି ଏଠି ଆମେ ଗୋଲ ବୁଲାଇବା। ମୁଁ କିଏ କୁହ ଓ ଲେଖ। ମୁଁ କିଏ? 11 ନମ୍ବର, ବେକରେ ମୋର ନାଲି ଗାର, ଲଙ୍କା ଖାଇବା ସଉକ ମୋର। ଇଏ ହେଉଛି ଶୁଆ। ବେକରେ ମୋର ନାଲି ଗାର, ଲଙ୍କା ଖାଇବା ସଉକ ମୋର। ଏଇଟା କାହାକୁ ବୁଝାଉଛି? ନା ଶୁଆକୁ ବୁଝାଉଛି। ତେଣୁ ଆମେ ଶୁଆ ପାଖରେ ଶୁଆ ବୋଲି ଲେଖିବା। ଏଠି ଆମେ ଶୁଆ ଲେଖିଦେବା। ତାପରେ ଦେଖ ପିଲାମାନେ, କୁଲା ଭଳିଆ କାନ ମୋର, ପାଦ ମୋଟା ମୋଟା, ଘର ପରି ଦେହଟି ଦିଶେ, ଆଖି ଦୁଇଟି ଛୋଟ। ଇଏ ହେଉଛି ହାତୀ। ଆମେ ଏଠି ଲେଖିବା ହାତୀ। ଗାତରେ ମୁଁ ଘର କରେ, ମୁହଁରେ ଥାଏ ନିଶ, ଘରକୁ ମୁଁ ଆସେ ଯଦି ଜିନିଷ କରି ନାଶ। ଇଏ ହେଉଛି ମୂଷା। ଆମେ ଲେଖିବା। ଏଇ ପାଠଟି ଶେଷ ହୋଇଛି। ତେଣୁ ଆଶା କରୁଛି ଏ ଭିଡ଼ିଓଟି ଭଲ ଲାଗିଥିବ। ଆକୁ ମନ ଦେଇ ଭଲ ଭାବରେ ଅଭ୍ୟାସ କରିବା, ନିଜ ଖାତାରେ ଲେଖିବା।